ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କୁହନ୍ତୁ ଆଜ୍ଞା। ମତେ ଗିର୍ ଗାଈ ଦରକାର, 5ଟା ଦରକାର। କୋଉଠୁ କହୁଥିଲେ? ଆଜ୍ଞା, କୋଉଠୁ କହୁଥିଲେ ଆଜ୍ଞା? ଭଦ୍ରକରୁ କହୁଥିଲି। ଭଦ୍ରକ କୋଉ ବ୍ଲକ ରୁ? ଭଦ୍ରକ ବ୍ଲକରୁ, ଭଦ୍ରକ ପ୍ରପର ଟାଉନ ଉପରେ। ଆଜ୍ଞା ଆଜ୍ଞା। କଣ ହଁ, ବ୍ରିଡିଂ ବାଲା ନା ନନ୍ ବ୍ରିଡିଂ? କଣ ହେଲେ କଣ କହିଲେ? ମାନେ ଦାମିକିଆ ନା ଯୋଉ 10 ରୁ 12 ଲିଟର ବାଲା ନା 16 ରୁ 18 ଲିଟର ବାଲା କୋଉଟା? ପିଓର ବ୍ରିଡ୍ ଟା 16-18 ଲିଟର ବାଲା। 16-18 ଲିଟର 2,20,000 ଷ୍ଟାର୍ଟ ରହିବ। ଆପଣ ଏପର୍ଯ୍ୟନ୍ତ ଫଟୋ ଦେଖିଲେଣି? ମୁଁ ଆପଣଙ୍କୁ ରେଟ୍ ପଚାରିଥିଲି। ହୁଁ କୁହନ୍ତୁ। ଆପଣ ତାମାନେ ବେପାରୀ, ମୁଁ ଆଜ୍ଞା ଜାଣି ସାରିଲିଣି। ଆପଣ ବେପାର କରୁଛନ୍ତି ନା ଗାଈ ପାଳୁଛନ୍ତି? ହ୍ୟାଲୋ। ହଁ, ଆପଣ ବେପାର କରୁଛନ୍ତି ନା ଗାଈ ପାଳୁଛନ୍ତି? ଦେଖନ୍ତୁ ଗାଈ ତ ନ କିଣିଲେ ଆସିବ କୋଉଠୁ? ହଁ, କଣ କହିଲେ? ଗାଈ ଯଦି ଆମେ ନ କିଣିବା ଆସିବ କୋଉଠୁ? ଆସିବ କୋଉଠୁ? ଆପଣ କିଛି ନ ପଚାରିକି ମତେ ସାଙ୍ଗେ ସାଙ୍ଗେ ରେଟ୍ ଟା କହିଦେଲେ ନା, ସେଇଥିପାଇଁ ମତେ ଇଏ ଲାଗିଲା। ନାଇଁ ଆପଣ ପଚାରିଲେ। ନିଜକୁ ଖରାପ ନାଇଁ। ହୁଁ ଆପଣ ହିନ୍ଦୁ ଶାସ୍ତ୍ରର ଲୋକ ହେଇକି ଆପଣ ଏତେ ପ୍ରବଚନ ଦଉଛନ୍ତି ୟୁଟ୍ୟୁବ ରେ। ହୁଁ ମୁଁ ଆପଣଙ୍କର କମେଣ୍ଟରେ ମୁଁ ଲେଖିବି ଆପଣଙ୍କୁ। ଆପଣ ଏତେ କମେଣ୍ଟ ଯୋଉ ଦଉଛନ୍ତି ନା, ହୁଁ ହୁଁ ସେଇ ଅନୁସାରେ ଆପଣ ନୁହନ୍ତି, ମୁଁ ଦେଖି ସାଇଲି। ହୁଁ ପଚାରନ୍ତୁ ଆପଣ କଣ ସାଙ୍ଗେ ପଚାର ସାଙ୍ଗେ ରେଟ୍ ଟା କେମିତି? ଆପଣ କିଛି ନ ବୁଝି ନ ସୁଝିକି ଆପଣ ରେଟ୍ ସାଙ୍ଗେ ସାଙ୍ଗେ କହିଦଉଛନ୍ତି। ହଉ ଆଜ୍ଞା କୁହନ୍ତୁ କଣ କଥା? ମୁଁ କିଛି ଜାଣିନାହିଁ, କିଛି କରିନାହିଁ, ଆପଣ ରେଟ୍ ସାଙ୍ଗେ ସାଙ୍ଗେ କହିସାରିଲେଣି 2,20,000। ହଁ ଆପଣ ତାହେଲେ କହୁନାହାନ୍ତି ବେପାର କରୁଛନ୍ତି। ମୁସଲିମକୁ ଆପଣ କଣ ଗାଳି ଦେବେ? ଶୁଣନ୍ତୁ ମୁସଲିମକୁ ଆପଣ କଣ ଗାଳି ଦେବେ? ଶୁଣନ୍ତୁ ଗୋଟେ କଥା ଶୁଣନ୍ତୁ। ମୁସଲିମଙ୍କର ହଁ, କଣ କହୁଛନ୍ତି କୁହନ୍ତୁ କୁହନ୍ତୁ। ମୁସଲିମଙ୍କର ବେପାର ହଉଛି ଗାଈ କି କତଲଖାନାକୁ ନବା। ହଁ, ଠିକ ଅଛି। କତଲଖାନା। ଆପଣଙ୍କର ହଁ କାମ କଣ କି? ଆପଣଙ୍କର ବି ସେଇଆ, ଗାଡି ଧରିକି କତଲଖାନାକୁ ଛାଡିବା। ଆମେ ପଇସା ନେଇକି କାତଲଖାନାକୁ ଛାଡିବା। ଆଉ ଆମେ କଣ? ଆମେ ଆପଣ ଛାଡୁଛୁ କଣ ପାଇଁ ରେଟ୍ କଣ ପାଇଁ କହିଲେ? ଫାଷ୍ଟ ଥିଙ୍ଗ ରେଟ୍ କଣ ପାଇଁ କହିଲେ ମତେ? ମୁଁ ମାନେ ରେଟ୍ କଥା ପଚାରିଥିଲି। ମୁଁ ରେଟ୍ କଥା ପଚାରିଥିଲି। ଭୁଲ କୋଉଠି ରହିଲା କହୁନାହାନ୍ତି? ମୁଁ ରେଟ୍ କଥା ପଚାରିଥିଲି କି ନାଇଁ ଏପର୍ଯ୍ୟନ୍ତ ନାଇଁ ଷ୍ଟିଲ୍ ନାଉ ନାଇଁ ଦେଖନ୍ତୁ କଲ ଯେହେତୁ ବହୁତ ଆସୁଛି ତେଣୁକରି ନାଇଁ, ମତେ ସର୍ଟକଟ ଏଇ ରେ ତ କଥା। ଜିନିଷ ପସନ୍ଦ ନୁହେଁ। ମୁଁ ବ୍ରାହ୍ମଣ କାଷ୍ଟର, ହୁଁ ହୁଁ ପିଓରଲି ବ୍ରାହ୍ମଣ। ହୁଁ ତ ଆପଣ ସାଙ୍ଗେ ସାଙ୍ଗେ ରେଟ୍ ମତେ କହିଲେ, ଯୋଉ ଜିନିଷଟା କି ମୁଁ ସେଟା ବରଦାସ୍ତ କରେନି। ହଉ ମୋର ତାହେଲେ 150 ଗାଈ ଅଛନ୍ତି। ଆଜ୍ଞା ଆଜ୍ଞା ଆପଣ ନିଜେ ମାରିକି ଦେଖି ଦିଅନ୍ତୁ, ହୁଁ ୟୁଟ୍ୟୁବରେ ହୁଁ ମାରିକି ଦେଖି ଦିଅନ୍ତୁ। ହୁଁ ହୁଁ ମୁଁ ମାନେ କଣ, ଦେବାଶିଷ ମିଶ୍ର ହୁଁ ହେଲା, ମୋ ନାଁ ବି ମୁଁ କହିଦେଲି, ଦେବାଶିଷ ମିଶ୍ର, ଆଜ୍ଞା ଶକୁନ୍ତଳା ଡେରି ଫାର୍ମ। ଆଜ୍ଞା ଆଜ୍ଞା ମାରିକି ଦେଖି ଦିଅନ୍ତୁ। ଠିକ ଅଛି ମୋର ଭୁଲ ଯଦି ହେଇଛି ଓନ୍ଲି କହୁନାହାନ୍ତି କଣ ଆପଣ? ଓନ୍ଲି କେବଳ ରିଫ୍ୟୁଜ ଗାଈ ଯେତିକି ଆସୁଛନ୍ତି, ମୁଁ ତାଙ୍କର ସେବା ପାଇଁ ମୁଁ ହୁଁ ଗାଈ ହୁଁ ମାନେ ଆମର ଗୋଶାଳା ଖୋଲିଛି। ମୋ ଆଜ୍ଞା ଆଜ୍ଞା ପ୍ରାଇଭେଟ, କୋଉ ଗଭର୍ଣ୍ଣମେଣ୍ଟ ସଂସ୍ଥା ମତେ ପଇସା ଦଉନି। ଆଜ୍ଞା ଆଜ୍ଞା ମତେ ଗିର୍ ଗାଈ ପସନ୍ଦ ବୋଲି ଆପଣଙ୍କ ନମ୍ବର ସେଭ୍ ଥିଲା, ଆଜ୍ଞା ଆଜ୍ଞା ସେଥିପାଇଁ ମୁଁ ଫୋନ କରିଥିଲି। ହଁ ବଟ୍ ଆଜ୍ଞା ଆପଣ ମତେ କଣ କହିଲେ? ରେଟ୍ ଏତିକି ଟଙ୍କା ପଡିବ। ତାମାନେ ନାଇଁ ଆପଣ ନାଇଁ ବେପାର କରୁଛନ୍ତି। ନାଇଁ ନୋ ଦେଖନ୍ତୁ ଡାଉଟ ଆପଣ ସାର୍ ବେପାର ଦେଖନ୍ତୁ କରୁଛନ୍ତି। ସାର୍ ଦେଖନ୍ତୁ ବେପାର ଟା କିଛି ଖରାପ କଥା କି ଆପଣ କହିଲେ ଖରାପ ବେପାର କଥା ନୁହେଁ, ହଁ ବଟ୍ ମୁଁ ଖରାପ କିଛି ନ ଜାଣି ନ ଶୁଣିକି ହୁଁ ଆପଣଙ୍କ ରେଟ୍ କହିବାଟା ଠିକ ହେଲା ଅଛି ଠିକ ଭୁଲ। ଅଛି ଠିକ ଅଛି ଆପଣ ପଚାରନ୍ତୁ କଣ ପଚାରିବେ ପଚାରୁନାହାନ୍ତି। ଆଜ୍ଞା କୁହନ୍ତୁ ଆଜ୍ଞା କଲ୍ କାଇଁ ଡ୍ରପ୍ କଲା ହଁ କୁହନ୍ତୁ। ହଁ, ଡ୍ରପ୍ କଲା। ଆପଣ ସର୍ଚ୍ଚ କରୁଥିଲେ, ହୁଁ ସେଥିପାଇଁ ହୁଁ ସର୍ଚ୍ଚ କରିକି ଦେଖୁଥିଲେ ହୁଁ ହେଲା। କୁହନ୍ତୁ ଆଜ୍ଞା ଡ୍ରପ୍ ସେଥିପାଇଁ କରିଥିଲା, ଅଦରୱାଇଜ କିଛି ନାହିଁ। ଆପଣଙ୍କ ତରଫରୁ ଭୁଲ ଥିଲା। ହୁଁ କୁହନ୍ତୁ ଆଜ୍ଞା। ହଁ, ଗିର୍ ଗାଈ ଏବେ କଣ ଅଛି? ଦେଖନ୍ତୁ ଗିର୍ ଗାଈ ଡାଇରେକ୍ଟ ଷ୍ଟକ୍ ରଖା ହଉନି। ପ୍ରଥମେ ଷ୍ଟକ୍ ରଖା ହଉଥିଲା। ଷ୍ଟକ୍ ରଖିଲେ ପ୍ରୋବ୍ଲେମ କଣ ହଉଛି କହିଲେ, ଟିକେ ଲୋକଙ୍କର ଚଏସ୍ ପ୍ରୋବ୍ଲେମ ଟିକେ ହଉଛି ହେଲା। ଲୋକଙ୍କର ଚଏସ୍ ପ୍ରୋବ୍ଲେମ ନା ଆଟମସ୍ଫିୟର ପ୍ରୋବ୍ଲେମ? ଆଜ୍ଞା ନା ଆଟମସ୍ଫିୟର ପ୍ରୋବ୍ଲେମ? ନାଇଁ ନାଇଁ ଚଏସ୍ ପ୍ରୋବ୍ଲେମ ମାନେ 7ଟି 6ଟି ରହିଲେ କଣ ମାନେ ଲୋକଙ୍କର ପସନ୍ଦ ହବନି କେବେ, ମାନେ ଅପସନ ନାହିଁ, ମାନେ ଏତିକିଟା ଭିତରେ ତେଣୁକରି ଡାଇରେକ୍ଟ ଗୁଜୁରାଟ ରୁ ଚଏସ୍ କରାହଉଛି ହେଲା। ଆଜ୍ଞା କୁହନ୍ତୁ। ଆଜ୍ଞା କହୁନାହାନ୍ତି ମୁଁ ମାନେ ଇଏ ଅନପଢ ଗବାନ ନୁହେଁ, ମତେ କୁହନ୍ତୁ, ମୁଁ ବୁଝିପାରୁଛି ହୁଁ ହେଲା। ହୁଁ ହୁଁ ମୁଁ ପ୍ରଫେସର ଅଛି, ଆଜ୍ଞା ଆଜ୍ଞା ବୋଷ କଲେଜର ପ୍ରଫେସର ଅଛି। ଆଜ୍ଞା କୁହନ୍ତୁ। ହଁ, ତ ଗିର୍ ଗାଈ ଏବେ କଣ ଅଛି, ରେଟ୍ ଅଛି କଣ, କଣ ଫଟୋ ଅଛି, କଣ ଅଛି, ଯୋଉଟା କି ମୁଁ ସିଲେକ୍ସନ କରିପାରିବି। ଆଜ୍ଞା ସେଇ ଅନୁସାରେ ମତେ ଆଜ୍ଞା ଡିଟେଲ୍ସ ଦରକାର। ଦେଖନ୍ତୁ ଆଜ୍ଞା
ନର୍ମାଲ 10 ରୁ 12 ଲିଟର ଯୋଉଟା ଗାଈ ହଁ ଚାଷୀ ମାନଙ୍କର ହଁ ସେ ଗାଈର ପ୍ରାଇସ୍ ଓଡିଶା ପହଞ୍ଚାଣ ବିଶ୍ୱ ଗୋମାତା ସୁରକ୍ଷା ଗୋଶାଳାଠୁ ଆପଣ ନବା ପାଇଁ ହଁ ଯୋଉ ଗୋଶାଳା କୁହନ୍ତୁ ଠେଇ କୁହନ୍ତୁ ସେ ଗୋମାତା କଥା କୁହନ୍ତୁନି, କୁହନ୍ତୁ ଗୋମାତା କଥା ମୁଁ ଜାଣିଛି। ତାର କଣ କିଏ କୋଉ ଭଳିଆ ଟ୍ରିଟ୍ କରୁଛି, କୋଉ ଭଳିଆ ବେପାର କରୁଛି, ସେଟା ମୁଁ ଜାଣିଛି, ମତେ କୁହନ୍ତୁ। ହୁଁ ହଁ କୁହନ୍ତୁ। ତା ପ୍ରାଇସ୍ ରହୁଛି 95,000। 95,000। ଆଜ୍ଞା ଆପଣ ନେବେ କି ମୋର 14 ଲିଟର କ୍ଷୀର ବାଲା ଗିର୍ ଗାଈ ନେବେ କି? ମୁଁ ଟଙ୍କା 60,000 ଟଙ୍କା ଦେଇଦେବି, ଟଙ୍କା 60,000 ଟଙ୍କା ଦେଇଦେବି, ନେବେ କି? ନାଇଁ ଆପଣ ଶୁଣିବେ ଦେଇପାରିବେ? ହେଲେ ଆପଣ ଶୁଣିବେ ନା ହେଲେ ନା ନା ନା, ଆପଣ ରେଟ୍ କହୁଛନ୍ତି ନା, ସେଇ ହିସାବରେ ମୁଁ କହିଦେଲି ସାଙ୍ଗେ ସାଙ୍ଗେ। ଆପଣ ଦେଖିବେ କି ମୋ ଡେରି ଫାର୍ମ, ଦେଖିବେ କି? ଆସନ୍ତୁ ଭଦ୍ରକ ଆସନ୍ତୁ, ଦେଖିଦେବେ ମୋ ଡେରି ଫାର୍ମ। ଆପଣ ଗିର୍ ଗୋଶାଳା ଯୋଉ କହୁଛନ୍ତି, ଗିର୍ ଗୋଶାଳା ନୁହେଁ ହେଲା, ଆପଣ ରେଟ୍ ହିଁ ବଢଉଛନ୍ତି। ଆଉ ଏଇଟା ହିଁ ମୁଁ କମ୍ପ୍ଲେନ କରିବି, ନ୍ୟୁଜରେ ମୁଁ ହିଁ ଅପଲୋଡ କରିବି। ଏଇଟା ବି ଆପଣ ଦେଖିବେ, ଦେବାଶିଷ ମିଶ୍ର ଅପଲୋଡ କରିଥିବ, ଗିର୍ ଗୋଶାଳା ପାଇଁ ଅପଲୋଡ କରିଥିବ। ମୋ ନାଁ ବି ମୁଁ କହିଦଉଛି ଆପଣଙ୍କୁ। ଆପଣ ଯେତିକି ରେଟ୍ ନଉଛନ୍ତି, ଯୋଉଥିପାଇଁ କି ଭାରତୀୟ ମାନେ କିଣି ପାରୁନାହାନ୍ତି ସେ ଗାଈ, ମୁଁ କିନ୍ତୁ ଅପଲୋଡ କରିବି ସେଇ ଜିନିଷ। ମାନେ ମୋ ପାଖରେ ଅଛନ୍ତି, ସଫିସିଏଣ୍ଟ ଅଛନ୍ତି ଗିର୍ ଗାଈ, ଆଜ୍ଞା ମୋ ପାଖରେ 11ଟା ଅଛନ୍ତି। ଆଜ୍ଞା ପିଓର ବ୍ରିଡ୍, ପିଓର ଆଜ୍ଞା ବ୍ରିଡ୍। ଆପଣ କଣ କହୁଛନ୍ତି, ଏତେ ଟଙ୍କା କଣ କହୁଛନ୍ତି? ଆଁ ଯଦି ଆପଣ ଗୋଦାମରେ କାମ କରୁଛନ୍ତି, ଗୋଶାଳାରେ କାମ କରୁଛନ୍ତି, ଆପଣ ଟଙ୍କା ଉପରେ ୱେଟ୍ ଅଛନ୍ତି, ମୁଁ ଦେଖିଲି। ସାର୍ ଟଙ୍କା ଉପରେ ଓରିଡି ନ କଲେ ନାଇଁ, ସାର୍ ଆଣି ହବନି ପିଓରଲି ସାର୍। ଟଙ୍କା ଉପରେ ନାଇଁ ଓରିଡି ସାର୍ ଅଛନ୍ତି ଆପଣ ସାର୍ ଦେଖନ୍ତୁ, ସାର୍ ଦେଖନ୍ତୁ, ଗୋଟେ କଥା ହଉଛି ଆପଣ କୋଉଠି ଫିଲ୍ଡରେ ଅଛନ୍ତି ମୁଁ କହିପାରିବିନି। କଥା ହଉଛି ଯୁଦ୍ଧ କ୍ଷେତ୍ରକୁ ଯିଏ ଉତରିଛି ସେ ଯୁଦ୍ଧର ହିଁ କୌଶଳ ତାକୁ ଜଣାଥିବା ଦରକାର। ହଁ, ଯୁଦ୍ଧର କୌଶଳ ଜଣା ଅଛି। ତେଣୁକରି ମୁଁ କଣ ବେପାର ଯେହେତୁ ଗୋମାତାକୁ ଆଣିକି ଦିଆଯାଉଛି, ମାଗଣାରେ ତ ଆସିବନି କେବେ ହେଲେ। ହଁ, ତେଣୁକରି ବିଭିନ୍ନ ପ୍ରକାର ଷ୍ଟ୍ରଗଲ ଅଛି, ସମସ୍ୟା ଅଛି, ସେ ସବୁ ବିଭିନ୍ନ ପ୍ରକାର ଷ୍ଟ୍ରଗଲ ଅଛି। ସେଇ ଷ୍ଟ୍ରଗଲ ଅନୁସାରେ ବା ମୋର ଅଛନ୍ତି 250 ଗାଈ ମୋ ଫାର୍ମରେ। ମୋ 250 ଗାଈ ମୋ ଫାର୍ମରେ ହଁ ଅଛନ୍ତି। ସାର୍ ଦେଖନ୍ତୁ, ହଁ ସାର୍ ଯଦି 253 ଗାଈ, ସାର୍ ଯଦି ଆମର 253 ହଁ ଗାଈ ମୋ ଫାର୍ମରେ ଅଛନ୍ତି। ଆଜ୍ଞା ସାର୍ ମୁଁ ମନା ବୁଝିଲ? କରୁନି ସାର୍। ଯଦି 95,000 ସବୁ ରେଟକୁ ଆକଳନ କରି ରଖା ହେଇଛି, ଯଦି ଭୁଲ ହେଇଗଲା ତାହେଲେ ଆମର ଓଡିଶା ସରକାର ଯୋଉ କାମଧେନୁ ଗୋଶାଳା ଯୋଉ ଯୋଜନାରେ କରିଛନ୍ତି, ସିଏ ତ 90,000 ରଖିଛନ୍ତି। କାମଧେନୁ ଗୋଶାଳାରେ, ଆପଣଙ୍କର ଯଦି କାମଧେନୁ ଗୋଶାଳାରେ ଯଦି ଦେବେ ଆପଣ, ତ ପ୍ରଫିଟ କଣ? ଗୋଟେ କାମଧେନୁ ଫାର୍ମର ନାଇଁ ନାଇଁ, ପ୍ରଫିଟ କଣ? କାମଧେନୁ ଯୋଜନାରେ ଯୋଉ ସରକାର ଯୋଉ ହଁ, ରେଟ୍ କାମଧେନୁ ରଖିଛନ୍ତି। ଯୋଜନାରେ ହୁଁ ଯୋଉ ହୁଁ ଗୋଶାଳା ହଉଛି, ହୁଁ ଯୋଉମାନେ କି 2ଟା 3ଟା ଗାଈ ନେଇକି ରଖୁଛନ୍ତି, ଆଜ୍ଞା ତ ସେ ଫାର୍ମର ପ୍ରଫିଟ କଣ? ପ୍ରଫିଟ ଫାର୍ମର ପ୍ରଫିଟ କଣ? ପ୍ରଫିଟ ତ ଆପଣ ନେଇଗଲେ ନା। ଫାର୍ମର କଣ, କେବଳ କ୍ଷୀର ବିକିକି ପ୍ରଫିଟ ଯାହା କରିବ, ଆଉ କୋଉଥିରେ ପ୍ରଫିଟ ହୁଅନ୍ତା କି? ଆଉ କିଛି ନାହିଁ। ବଟ୍ ଆପଣ ଗାଈ କିଣିବା ବିକିବାରେ ପ୍ରଫିଟ କରିନେଲେ, ହୁଁ ତ ଆପଣ ସେବା କଣ କଲେ? ସେବା ସାର୍ କଥା ମତେ ସାର୍ କୁହନ୍ତୁ। ସେବା ଯୋଉ ସାର୍ ଆପଣ, ସାର୍ ସେବା ହଉଛି ଦି ପ୍ରକାର ସାର୍। ହଁ, ସେବା 2 ପ୍ରକାର ମତେ ଗୋଟେ ଦେୟ, ବୁଝାନ୍ତୁ। ଗୋଟେ ଦେୟ ଯୁକ୍ତ, ଗୋଟେ ଦେୟ ମୁକ୍ତ। ହଁ, ଦେହ ମୁକ୍ତ ସାର୍ କୋଉଟା କୁହନ୍ତୁ, ଦେହ ଯୁକ୍ତ କୋଉଟା? ସାର୍ ଦେୟ ମୁକ୍ତ ସେବା କଲେ ଦେହ ମୁକ୍ତ କେବଳ ହଉଛି ଷଣ୍ଢ ଆଉ ବଳଦକୁ ଦଉଛନ୍ତି, ମାନେ ଏଇଆ ତ? ମାନେ ଦେହ ମୁକ୍ତ, କାହିଁକି ନା ସେଟା କିଛି କିଣିବାକୁ ପଡିବନି ପଇସା। ନାଇଁ ନାଇଁ, ଏଇଟା ସେମିତି ତ କାହାକୁ ଦିଆହେଇନି। ଆପଣ ରେଟ୍ ଫାଷ୍ଟ କହିଦେଇଛନ୍ତି, ଆଉ ମୁଁ ନାଇଁ ଏଇ ଜିନିଷ ନୁହେଁ। ମୁଁ ସାର୍ ସାର୍ ଆପଣ କଣ ଓପନ ସାର୍ ନାହିଁ, ମୁଁ ସାର୍ ମୋ କଥାଟା ଶୁଣନ୍ତୁ ଓପନଲି ମୁଁ କରିବି। ସାର୍ ଏଇ ଆପଣଙ୍କର ଜିନିଷଟା ମୁଁ କିନ୍ତୁ ଆପଣଙ୍କ ନାଁରେ କିନ୍ତୁ ଓପନଲି କରିବି। ଆପଣଙ୍କ ନାଁ ଟା କଣ କହିଲେ? ସାର୍ ମୋ ନାଁ ସଞ୍ଜୀବ ଦାସ ପରା। ସଞ୍ଜୀବ ଦାସ ନା? ପୁରୀରୁ କହୁଛନ୍ତି ନା? ନା ଆଜ୍ଞା କୋଉଠୁ ଆଜ୍ଞା କହୁଛନ୍ତି? ପୁରୀରୁ ପୁରୀରୁ କହୁଛନ୍ତି ନା? ହଁ, ହୁଁ ମୁଁ ଦେଖିଛି ଆପଣଙ୍କ ଭିଡିଓ ଦେଖିଛି, ବହୁତ ହୁଁ ସାରା ଦେଖିଲି। ହୁଁ ହୁଁ କିନ୍ତୁ ଆପଣଙ୍କର, ମୁଁ ହୁଁ ଗୋଟେ ଜିନିଷ କହୁଛି, ପିଓରଲି କୁହନ୍ତୁ କହୁଛି, ମୁଁ କୁହନ୍ତୁ ସାର୍। ପିଓର ବ୍ରାହ୍ମୀଣ। ମୁଁ ଗାଈକି ବହୁତ ଭଲ ପାଏ। ମୋର କନଷ୍ଟ୍ରକ୍ସନ ଲାଇନ, ମୋର ବିଲ୍ଡର୍ସ ଲାଇନ। ଆପଣ ଏସଏନଡି ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ ମାରିଦେବେ, ହୁଁ ହୁଁ ମାନେ ଆପଣଙ୍କର କୋଉଟାରେ, ଜଷ୍ଟଲେ ମାରନ୍ତୁ ବା ଯେକୌଣସି ଜାଗାରେ ମାରନ୍ତୁ, ହୁଁ ହୁଁ ଆସିଯିବ। ହୁଁ ବଟ୍ ଆପଣଙ୍କର ପିଓରଲି ମୁଁ ଗୋ ସେବା ଜାଣିପାରିଲିନି। ହୁଁ ଆପଣଙ୍କର ଓନ୍ଲି ବିଜନେସ ମାଇଣ୍ଡରେ କଥାବାର୍ତ୍ତା, ସେଇଟା ମୁଁ ଜାଣିପାରିଲି। ତ ସେଥିପାଇଁ ମତେ ଆଉ ଇଣ୍ଟରେଷ୍ଟେଡ ନୁହେଁ। ମୁଁ ଏଇ କଥା ହେଲା ପରେ ବି, ମୁଁ ସେଠି ବି ଦେଖୁଥିଲି ୟୁଟ୍ୟୁବରେ, ହୁଁ ହୁଁ ପାଖାପାଖି ମତେ 50-50 ଲାଗୁଥିଲା। ହୁଁ କଥା ହୁଁ ହେଲା ପରେ ମୁଁ ଲାଗିଲି ନାଇଁ, ଇଏ ପୁରା ପିଓରଲି ବିଜନେସ ମାଇଣ୍ଡ। ଆପଣ ବିଜନେସ ମାଇଣ୍ଡରେ ଗୋ ସେବା, ଗୋଦାମ, ଗୋ ମାତା ଏ ସବୁ ହୁଁ ହୁଁ କୁହନ୍ତୁନି ହେଲା।
ମାନେ ଓଡିଶା को प्योरली आपण एमती करन सर महाप्रसाद को आपण मागणार सर महाप्रसाद को मागणार मिळୁଛି କି? हां महाप्रसाद मागणार मिळୁଛି? महाप्रसाद मागणारे मिळुनी ଆମେ କୋଉଠି आपण ମିଳୁଛି? जदि पेट पुरिया ପାଇଁ ଚାହିଁବେ पेट पुरिया ପାଇଁ ଚାହିଁବେ ତ କିଣିକି ଖାଇବେ सर ଆପଣଙ୍କର ତର୍କ କରିବାର ଇଚ୍ଛା ଅଛି କି ମୁଁ ଟିକେ? ନାଇଁ 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 ଆଉ ଆପଣ କୋଉଥିରେ ଆପଣଙ୍କର ପେଟ ଇଚ୍ଛା? ପୁରିବା ପାଇଁ ଚାହିଁଲେ ମହାପ୍ରସାଦ କଥା କହିଲେ ମୁଁ କହିବି महाप्रसाद ଆପଣଙ୍କର सर ପେଟ ପୁରିବା ପାଇଁ सर ଚାହିଁଲେ सर ତ महाप्रसाद कोଉଠି ଆପଣ सर କିଣିକି ମାଗଣାରେ सर ଖାଇବେ ମିଳୁନି? ଯଦି କିଣିକି ଖାଇବେ महाप्रसाद ଯଦି ମାଗଣାରେ କୋଉଠି ମିଳୁନି ତାହେଲେ ଗୋମାତାକୁ ଆମେ ଯଦି ଆଣିକି ଡେଭଲପ କରଉଛୁ କଣ ସାର୍ ଅସୁବିଧା ଏଥିରେ ଅଛି କଣ? ରେଟ୍ କଣଟା ଅଧିକା ଅସୁବିଧା? କହୁଛନ୍ତି ରେଟ୍ ଆଜ୍ଞା ଅଧିକା କହୁଛନ୍ତି ସାର୍ ହ୍ୟୁଜ ରେଟ୍ ରେଟ୍ ସାର୍ କହୁଛନ୍ତି ସାର୍ ଦେଖନ୍ତୁ ରେଟ୍ ହ୍ୟୁଜ ଯଦି ରେଟ୍ କହୁଛନ୍ତି ସାର୍ ରେଟ୍ ଯଦି ଅଧିକ ହେଲା କାହାକୁ ତ ହ୍ୟୁଜ ବାଧ୍ୟବାଧକତା ରେଟ୍ ନାହିଁ। ମୁଁ ଆପଣ ମୁଁ ନା ବାଧ୍ୟ ହୁଁ ବାଧକତା ନାହିଁ ହୁଁ ବାଧ୍ୟ ବାଧକତା ନାହିଁ ସେଟା ହୁଁ ମୁଁ ହୁଁ କହୁନି ହୁଁ ସେଇଟା ମୁଁ କହୁନି ବାଧ୍ୟ ବାଧକତା ନୁହେଁ ଆଉ ଆରେ ମୋର ପସନ୍ଦ ହେଲାନି ମୁଁ କିଣିବିନି ସେଟା ବାଧ୍ୟ ବାଧକତା ନୁହେଁ ହୁଁ କିନ୍ତୁ ହୁଁ ଆପଣ ତା ପାଇଁ ହୁଁ ଅନ୍ୟ ଜିନିଷ ସବୁ କିଛି ଇଏ କରନ୍ତୁ ନାହିଁ କଣ ମାନେ ହେଲା ଭୁଲ ଟା କଣ କରୁନାହାନ୍ତି ବୋଧେ ଭୁଲଟା ଆପଣ ଭୁଲଟା ହେଲା ଦେଖେଇଦେବେ। ଆପଣ ଆପଣ ହୁଁ ଆପଣ ରେଟ୍ ବହୁତ କହୁଛନ୍ତି ଏକ୍ସେସ୍ ଯୋଉଟା କି ଇମାଜିନ୍ ବାହାରେ ମୋ ଫାର୍ମରେ ହୁଁ ମୁଁ ହୁଁ କହୁଛି ସ୍ପେଶାଲି ମୋ ଫାର୍ମ କାହିଁକି ହୁଁ ନା ମୁଁ ସବୁ ଜିନିଷ ଇନଭେଷ୍ଟ କରୁଛି ଯେହେତୁ ହୁଁ ହୁଁ ଗଭର୍ଣ୍ଣମେଣ୍ଟର କିଛି ବି ଅକୁପେସନ ନାହିଁ କୌଣସି ନାହିଁ ହୁଁ ଭଦ୍ରକ ଡିଷ୍ଟ୍ରିକ୍ଟରେ ପଚାରିଦେବେ ଦେବାଶିଷ ମିଶ୍ର ହୁଁ ମିଶ୍ର ଆର୍କିଟେକ୍ଟ ପଚାରିଦେବେ ହୁଁ ଏତିକି ପଚାରିଦେବେ ଗୋ ସେବା ସିଏ କେତେ କରେ ହଁ ନାଇଁ ଯୋଉ ଆପଣଙ୍କର ଯୋଉ ସେଇ ମିଶ୍ର ଅନୁସାରେ ନାଇଁ ନାଇଁ ମତେ ଯୋଉ ଆପଣ କଥାବାର୍ତ୍ତା କରିବେ ମିଶ୍ର ଆର୍କିଟେକ୍ଟ ଯୋଉ କରୁଛନ୍ତି ସେଥିରେ କଣ ବ୍ୟବସାୟ କଣ? ବ୍ୟବସାୟ କନଷ୍ଟ୍ରକ୍ସନ ଲାଇନ ହଁ କନଷ୍ଟ୍ରକ୍ସନ ଲାଇନ ଟା କାହା ସହିତ ଛେଡଛାଡ ମାଟି ମା କଣ ଛେଡଛାଡ ହଉନି? ନାଇଁ କଣ ଶୁଣନ୍ତୁ ନାଇଁ ଗୋଟେ ନାଇଁ ଜିନିଷ କଣ ନାଇଁ ନାଇଁ ମାଟି କଣ ହଁ ନାଇଁ ନାଇଁ ହଁ କୁହନ୍ତୁ ମାଟି ମା ସହିତ କଣ ହେଲା ମାନେ ଚାଷ ଜମିକି ବି ପୋତା ହେଇ ଘର ହଉଛି ନା ହଉନି? ଘର ହଉଛି କଣ ହେଲା ହଉଛି ତ ହଁ ଆପଣ ବିଶ୍ଵ ଗୋମାତା ସୁରକ୍ଷାରେ କୋଉଟା ଗୋଟିଏ ଜିନିଷ ଦେଇ ଦିଅନ୍ତୁ କୋଉଟା ପରିବେଶକୁ କ୍ଷତି କରୁଥିବ ମତେ ଗୋଟିଏ କନସେପ୍ଟ କୁହନ୍ତୁ। ବିଶ୍ଵ ଗୋମାତା ହୁଁ ପରିବେଶକୁ କ୍ଷତି ହୁଁ କରୁଛି ଏଇଥିପାଇଁ ବା ତମ ରେଟ୍ ପାଇଁ କୋଉ ବାଟେ ପରିବେଶକୁ କ୍ଷତି କ୍ଷତି ହଉଛି କରୁଛି କୋଉ ବାଟେ କ୍ଷତି ଏଇ ହଉଛି? ରେଟ୍ ପାଇଁ ହିଁ ମୁଁ 3 ଜଣ 4 ଜଣଙ୍କ ପାଖରୁ କମ୍ପ୍ଲେନ ପାଇଲିନି ହୁଁ ସୋ ଦ୍ୟାଟ ମୁଁ ଆପଣଙ୍କୁ ଫୋନ କଲି ସେଥିପାଇଁ ଅଦରୱାଇଜ କିଛି ନାହିଁ ସାର୍ ଦେଖନ୍ତୁ ଗୋଟେ ଗୋମାତାକୁ 7 ରୁ 8 ଗୋମାତା ହଁ ଓଡିଶାକୁ ଆସିବା ପାଇଁ ହଁ ପ୍ରପର କାଗଜ ପତ୍ର ଥିବା ଏବଂ ପ୍ରପର ଡକୁମେଣ୍ଟ ଯୋଉ ଗାଡିରେ କାଗଜ ପତ୍ର କେତେ ଟଙ୍କା ଖର୍ଚ୍ଚ ହଉଛି ମୋ କଥାଟା ଶୁଣି ସାରନ୍ତୁ ଅଧାରୁ ଆପଣ କାଗଜ କହିଲେ ପତ୍ର କେତେ ଟଙ୍କା ଖର୍ଚ୍ଚ ହଉଛି ମତେ କୁହନ୍ତୁ ମୁଁ ସବୁ ଯାହାହେଲେ ଡିଷ୍ଟ୍ରିକ୍ଟ ରୁ ମଗେଇ ଯାହା ସାରିଛି ସବୁ ଷ୍ଟେଟ ରୁ ମଗେଇ ସାରିଛି ମତେ ଯାହାହେଲେ କୁହନ୍ତୁ କାଗଜ ପତ୍ର ସାର୍ 50,000 ଟଙ୍କା ଲାଗିବ 50,000 50,000। ଓହୋ ମୁଁ ଜାଣିପାଇଲି ଏଇଠାରୁ ମୁଁ ଜାଣିପାଇଲି ଆପଣ କଣ ସାର୍ ଆମେ ତ ଏଇଟା ଡାଇରେକ୍ଟ କହୁଛୁ ନାହିଁ ସାର୍ ନାହିଁ 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 ଗାଈ ତ ନାହିଁ ମାଗଣାରେ କୋଉଠି ନାହିଁ ହବନି ନା। ମାଗଣାରେ କଣ ମୁଁ କଣ ଦେଇଦେବି ମୁଁ ବି କଣ ଦେଇଦେବି ଦେଖନ୍ତୁ ମୋର ବି ଯୋଉ ଇଞ୍ଜୋର୍ଡ ଗାଈ ଅଛନ୍ତି ସାର୍ ଭଲ ଗାଈ ଦେଖନ୍ତୁ ଅଛନ୍ତି ସାର୍ ସବୁ ଗାଈ ଦେଖନ୍ତୁ ଅଛନ୍ତି ଆପଣଙ୍କର ରେସ୍କ୍ୟୁ ଗାଈ ବି ଅଛନ୍ତି ବଟ୍ ନାଇଁ ମୁଁ ଆପଣ ଯୋଉ କେବଳ ମାଗଣା ଆପଣ ଦେଇଦେବି ଯୋଉ ଆପଣଙ୍କୁ ଆପଣ ଯୋଉ ପ୍ରଥମେ ଗୋଟେ କଥା କହିଲେନି କି ଯୋଉ ଗାଈ କି କତଲଖାନାକୁ ଆମେ ନଉଛୁ ହଁ ଆପଣ ଯୋଉ ନଉଛନ୍ତି ଅବଭିୟସଲି ନଉଛନ୍ତି ଏଇଟା ଯୋଉ ଆପଣ ମାନେ ହିଁ ସେ ପାଇଁ ଦାୟୀ ଏଇଟା ଆପଣ ମାନେ ହିଁ ସେ ପାଇଁ ଦାୟୀ ଏଇଟା ଯୋଉ କହିଲେନି କି କେବଳ ହଁ ଆପଣ ଆସନ୍ତୁ ଏଇଟା ଗୋଟେ ନ୍ୟୁଜରେ ଆସନ୍ତୁ ମୁଁ ଓପନଲି ଚ୍ୟାଲେଞ୍ଜ କରିବି ମୁଁ କହୁଛି ମୁଁ ଏଇଟା ଡିଟେଲ୍ସ ଆଡ୍ରେସ ଦେବି ଏଇଟା ଗୋଟେ ହିନ୍ଦୁତ୍ୱର ଭାଷା ନୁହେଁ ମୁଁ ଆପଣଙ୍କୁ କହୁଛି ହେଲା। ଏଟା ହିନ୍ଦୁତ୍ୱର ଭାଷା ନୁହେଁ କିନ୍ତୁ ଆପଣ ହିନ୍ଦୁତ୍ୱକୁ ବଦନାମ କରିଛନ୍ତି କୋଉ ବାଟେ ବଦନାମ ବଦନାମ କଲୁ କରିଛନ୍ତି କୋଉ ଗୋଟେ ହିନ୍ଦୁତ୍ୱକୁ ବଦନାମ କଲୁ? ବହୁତ ବଦନାମ କରିଛନ୍ତି ଯୋଉ ଆପଣ ସବୁ ନେଇକି ହୁଁ ଗୋଦାମ ନେଇକି ଏଇ ସବୁ ହୁଁ ଧନ୍ଦା କରୁଛନ୍ତି ସେଗୁଡା ବଦନାମ କରୁଛନ୍ତି ଆପଣ ହିଁ ମାନେ ଏଇ ମେନ୍ ଆସାମୀ ହେଲା ଆପଣ ମାନେ ମେନ୍ ଆସାମୀ ମାନେ କୋଉ ମାନେ କଣଟା କରାହେଲା ଯେ ମାନେ ଇଏ ହେଇଗଲା ଆପଣ କଣ ମାନେ ପାଇଁ ହିଁ ଗାଡି ଚାଲାଣ କରୁଛନ୍ତି ମୁଁ ଆଉ କଣ କହିବି ଆଉ ମାନେ ଗାଈ ସ୍ପଷ୍ଟ କତଲଖାନାକୁ ଆମେ ଭାଷା ଚାଲାଣ କରୁଛୁ? ହଁ ନିଶ୍ଚିତ ଯୋଉମାନେ କ୍ଷୀର ନଦେଲେ ହୁଁ ହୁଁ ଯୋଉମାନେ କମ କ୍ଷୀର ଦେଲେ ହୁଁ ଯୋଉମାନେ ବଲଦ ହେଇଗଲେ ହୁଁ ତାଙ୍କୁ କତଲଖାନାକୁ ମାନେ ଡାଇଭର୍ଟ କରିବାର ମାନେ ମେନ୍ ରିଜନ ହେଲା ଆପଣ ମାନେ ମତେ ମେନ୍ ତ ରିଜନ ସାର୍ ଦେଖନ୍ତୁ ମୁଁ ସଞ୍ଜୀବ ଦାସ କହୁଛି ପୁରୀ ପିପିଲି ଦାଣ୍ଡ ମୁକୁନ୍ଦପୁରରୁ କହୁଛି ହଁ କୁହନ୍ତୁ ମତେ ଟକ୍କର ଦେବାକୁ ଏପର୍ଯ୍ୟନ୍ତ କେହି ହେଇନଥିଲେ ଆପଣ ଟକ୍କର ଦଉନ୍ତୁ ପ୍ରଥମେ ମୁଁ ଓପନଲି ଚ୍ୟାଲେଞ୍ଜ କରିବି ଆପଣଙ୍କର ବାସ୍ତବିକତା ନାହିଁ ଆପଣ ମତେ ଜିତି ପାରିବେ ଅସମ୍ଭବ ମୁଁ ବା ଯେମିତି କହୁଛି ସମ୍ଭବ ଯେମିତିକା 100% ଯେମିତିକା ଶୁଣନ୍ତୁ ମୋ ମୁଁ କଥାଟା ଓପନଲି ଶୁଣନ୍ତୁ ଚ୍ୟାଲେଞ୍ଜ ମୋ କରୁଛି କଥାଟା ଶୁଣନ୍ତୁ ଯେମିତି ଆଲୋକ ମୁଁ ଠାରୁ ଓପନଲି ଚ୍ୟାଲେଞ୍ଜ କରୁଛି ସେଇ ଜିନିଷକୁ ଯେମିତିକା ନେଇକି
ଆପଣ ଘରେ କେତେଟା ଗାଈ ପାଳିଛନ୍ତି ଫାଷ୍ଟ କହିପାରିବେ? ତିନୋଟି ଗାଈ ମୁଁ କହିପାରିବେ କି? ପାଳିଛି। ତିନୋଟି ଗାଈ ମୁଁ କେତେଟା? ପାଳିଛି। ତିନୋଟି ଗାଈ। ତିନୋଟି। ମୋ ଘରେ କେତୋଟି ଗାଈ ଅଛନ୍ତି ଜାଣିଛନ୍ତି? କେତୋଟି? 7ଟି ଗାଈ ଅଛନ୍ତି। କେତୋଟି? 7ଟି ଗାଈ ମୋ ଘରେ। ମୋ ଆଜ୍ଞା ଫାର୍ମ ହାଉସ ରେ ଅଛନ୍ତି 150 ଗାଈ। ଆଜ୍ଞା 150 ଗାଈ ମୋ ହୁଁ ଫାର୍ମ ହାଉସ। ହୁଁ ମୁଁ ହୁଁ ପ୍ୟୁରଲି ବ୍ରାହ୍ମଣ। ହୁଁ ପ୍ୟୁରଲି ବ୍ରାହ୍ମଣ ନନ୍ ଭେଜିଟେରିଆନ। ହୁଁ ସରି। ହୁଁ ହଁ। ତାପରେ ତ ମତେ କଣ ଓପନଲି ଆପଣ ଚ୍ୟାଲେଞ୍ଜ କରିବେ? ମୁଁ ଆପଣଙ୍କୁ ଓପନଲି ନାଇଁ ଚ୍ୟାଲେଞ୍ଜ ମୁଁ ତ କରୁଛି। ଆପଣଙ୍କୁ ଚ୍ୟାଲେଞ୍ଜ କହିନି, ଆପଣ ପ୍ରଥମେ କହିଛନ୍ତି ଚ୍ୟାଲେଞ୍ଜ ଦେଲୁନ୍ତୁ ନା। ମୁଁ ଚ୍ୟାଲେଞ୍ଜ ଦେଲି ପା ଆପଣଙ୍କୁ। ଆପଣ କୋଉଠିକି ଆସିବେ ଆସନ୍ତୁ। ମାନେ ମୁଁ ଯିବି। କୋଉଥିପାଇଁ ମୁଁ ଯିବି, କୋଉଥିପାଇଁ ଯିବି କହୁନାହାନ୍ତି? ହିନ୍ଦୁତ୍ୱ ପାଇଁ ଆପଣ ଯେହେତୁ ରେଟ୍ ବଢେଇକି ଯୋଉ ରଖିଛନ୍ତି ହୁଁ ସେଇ ଜିନିଷ ପାଇଁ ହିଁ ମୁଁ ଯିବି। ଅଦରୱାଇଜ କିଛି ନାହିଁ। ଅଦରୱାଇଜ କିଛି ନାହିଁ। କେବଳ ଆପଣ ଯୋଉ ଗିର୍ ଗାଈକୁ ନେଇକି ହୁଁ ରେଟ୍ ବଢେଇକି ରଖିଛନ୍ତି ହୁଁ ସେଥିପାଇଁ ମୁଁ ଯିବି। ତାହେଲେ ଆପଣ କୁହନ୍ତୁ ଗିର୍ ଗାଈ ରେଟ୍ କେତେ ହବା ଦରକାର ଆପଣ କୁହନ୍ତୁ? ଆପଣ ନିଜେ କୁହନ୍ତୁ। ମୁଁ ଆପଣଙ୍କ ଉପରେ ଛାଡିଛି କାହିଁକି ନା ମୋର ବି 11ଟା ଗାଈ ଅଛନ୍ତି। ଆପଣ ଫାର୍ମ ହାଉସ ଆସିଲେ ଦେଖିପାରିବେ। ଶକୁନ୍ତଳା ଡେରି ଫାର୍ମ ଅଛି। ମୋ ମମି ନାଁରେ ଅଛି। ମମି? ମୋ ମା। ନାଇଁ ନାଇଁ ଆପଣ ମମି ପ୍ରଥମେ କହିଲେ, ଆପଣ କୁହନ୍ତି ଆଡେ ବ୍ରାହ୍ମଣ ତାପରେ ମମି ହଁ କହୁଛନ୍ତି। ମମି କଣ କି ହେଲା? ମାନେ ମମି କୋଉଠି କୋଉ ଶାସ୍ତ୍ରରେ ଆପଣ କୋଉ ଗ୍ରନ୍ଥରେ ଅଛି, କୋଉ କୋଉ ପୁସ୍ତକରେ ଅଛି ମା କୁ ଶାସ୍ତ୍ରରେ ମମି? କୋଉ ନାଇଁ ଗ୍ରନ୍ଥରେ ନାଇଁ ନାହିଁ। ନାଇଁ ନାଇଁ ଆପଣ ତ ଏଇଠି ଫେଲ ହେଇଗଲେ। ଏଇଠି ଜିରୋ ହୋଲ ସ୍କୋୟାର ଜିରୋ ହେଇଗଲା ଆପଣ ଏଇଠି। ଏଇଠି ହୋଲସ୍କ୍ୱାର ଜିରୋ। ଆଉ ଆପଣ ମମି କହୁଛନ୍ତି ବା, ଆପଣ ଆଡେ କହୁଛନ୍ତି। ଆପଣ ବି ତ ରାସ୍ତାରେ ଯାଉଥିବେ ଗୋଟେ ଝିଅକୁ ଦେଖିଲେ ଅନଉଥିବେ। ନାଇଁ ଝିଅଙ୍କୁ ଦେଖିକି ଅନେଇବା ତ କିଛି ଖରାପ କଥା ଅନଉଥିବେ ନୁହଁ। ନିଶ୍ଚିତ। ନାଇଁ ନାଇଁ ଆଉ ନାଇଁ ଅନଉଥିବେ। ଝିଅଙ୍କୁ ନାଇଁ ନାଇଁ ଝିଅଙ୍କୁ ଅନେଇବା ତ କୋଉଠି ଖରାପ ଅନଉଥିବେ। କଥା ନୁହଁ। ତ ସେଇଠି ଆପଣଙ୍କ କଣ ହିନ୍ଦୁତ୍ୱ କଣ ରହିଲା? ନାଇଁ ନାଇଁ ଆପଣ ଝିଅଙ୍କୁ କଣ ପାଇଁ ନାଇଁ ଅନେଇଲେ? ନାଇଁ ମୋ କଣ କହିବା ପାଇଁ ଅନେଇଲେ? କାହିଁକି ଅନେଇଲେ? କାହିଁକି ଅନେଇଲେ? ଝିଅଙ୍କୁ ଅନେଇବା ଖରାପ କୋଉଠି ରହିଲା? ଭଲ ପାଇବାରେ ସେମିତି କିଛି ନଥାଏ। ନାଇଁ ନାଇଁ ଯାହା ବି ଝିଅଙ୍କୁ ନାଚିପାର। ନାଇଁ ନାଇଁ ଭଲ ଝିଅଙ୍କୁ ପାଇବାରେ ସେମିତି କିଛି ନଥାଏ। ହୁଁ ଆପଣ ଗାଈ କଥା କୁହନ୍ତୁ। ଭଲ ପାଇବାରେ ସେମିତି କିଛି ନଥାଏ। ଆପଣ ମା କଥା କୁହନ୍ତୁ। ନାଇଁ ଆପଣ ଗାଈ ମା କଥା ଆପଣ ବା କହୁଛନ୍ତି ଗାଈ ନାଇଁ କଥା ନାଇଁ କୁହନ୍ତୁ। ଆପଣ କୋଉ ଡିକ୍ସନାରୀରେ ହଁ ଶବ୍ଦକୋଷରେ ମା କୁ ମମି କୁହାଯାଏ ମତେ ଆପଣ ପ୍ରଥମେ କହିଲେ ଆଗ? ହଁ ମତେ ଭଲ ଲାଗିଲା ମୁଁ ଡାକିଲି। କଣ ଆପଣଙ୍କୁ ଅସୁବିଧା? ଆପଣଙ୍କ ହିସାବରେ କଣ ମତେ ଦୁନିଆ ଭଲ ଚାଲିବ? ଲାଗିଲା। ମତେ ଭଲ ଆପଣଙ୍କ ଲାଗିଲା। ହିସାବରେ ଦୁନିଆ ଚାଲିବ କି? ନା ଆପଣଙ୍କ କଣ ହିସାବରେ ହେଲା? ଦୁନିଆ ଚାଲିବ? ମୁଁ କହିଲି? ମୁଁ କେତେବେଳେ କହିଲି? ମୋ ଆପଣ ବା କୁହନ୍ତି ହିସାବରେ ଦୁନିଆ ଆପଣଙ୍କୁ ଚାଲିବ। ଆପଣ ବା କୁହନ୍ତି ମତେ ଭଲ ମତେ ଲାଗିଲା, ଆପଣଙ୍କୁ ମତେ ଭଲ ଲାଗିଲେ ଭଲ କଣ ହେଇଗଲା? ଲାଗିଲା ମୋ ମା ପାଇଁ ମୁଁ ମମି ଡାକିଲି। ମତେ ମା ଡାକିଲି, ବୋଉ ଡାକିଲି, ଭାବି ଡାକିଲି, ଯାହା ଡାକିଲି ହୁଁ XYZ। ହୁଁ ମୋ ମା କୁ ମୁଁ ମମି ଡାକିଲି କି ମା ଡାକିଲି ହୁଁ ହୁଁ ସେଟା ଅଲଗା ଜିନିଷ। ତାପରେ ଆଉ ଗୋଟେ କଥା ଆପଣ କହିଲେ ଆମେ ଗାଈକି କତଲଖାନାକୁ ପଠଉଛୁ ଆପଣ କହିଲେ। ପଠଉଛନ୍ତି। ଯୋଉ ବଜରଙ୍ଗୀ ଦଳ ଅଛନ୍ତି, ହୁଁ ମୁଁ ହୁଁ ଷ୍ଟ୍ରିକ୍ଟଲି କହିଦଉଛି ଟୋଟାଲ ହୁଁ ଓଡିଶା ଡିଷ୍ଟ୍ରିକ୍ଟ କୁ କହୁଛି। ହୁଁ ହୁଁ ଓଡିଶା ଡିଷ୍ଟ୍ରିକ୍ଟ କୁ କହୁଛି। ମୋ ହୁଁ ଉପରେ ସମସ୍ତେ ରାଗ। ଆଜ୍ଞା ଏଟା ବି ମୁଁ ଜାଣିଛି। ମୋ ଉପରେ ସମସ୍ତଙ୍କ ରାଗ। ହୁଁ ଏଇଥିପାଇଁ କେବଳ ସମସ୍ତେ ଜାଣିଛନ୍ତି ମତେ। ତମେ ଏକଲା ନୁହେଁ, ମତେ ନାଇଁ ସମସ୍ତେ ନାଇଁ ଜାଣିଛନ୍ତି। ଯଦି ଆପଣଙ୍କର ରାଗ ଅଛି, ଏଇଥିପାଇଁ ନା ଯଦି ଆପଣଙ୍କ ରାଗ ଅଛି ଆପଣ କେତେଟା କେତେଟା ଯୋଉ କେତେଟା ନେଇ ଗାଡି ଛାଡୁଛନ୍ତି, କେତେଟା ଆପଣ ଯୋଉ ମୋ କଥା ଶୁଣିଛନ୍ତି। ହଁ ଆପଣ ଯୋଉ ଗାଡି ଛାଡୁଛି ଛାଡୁଛନ୍ତି କିଛିଟା ଇଏ ଖାଲି ହୁଁ ଗାଈ ବି ଛାଡୁଛନ୍ତି ଆପଣ। ସବୁ ଗାଈ ଚାଲ କିଛିଟା ଏଠିକି ଯାଉଛି କିଛିଟା ସେଠିକି ଯାଉଛି। କଣ ପାଇଁ? ଆପଣଙ୍କୁ କିଏ କହିଲା ଆମେ ଗାଈ ବେପାର କରୁଛୁ ବୋଲି, କତଲଖାନାକୁ ବେପାର କରୁଛୁ ବୋଲି କିଏ ଆପଣଙ୍କୁ କହିଲା? ମୁଁ ଜାଣିଛି। ଆପଣ ଜାଣିନ୍ତି? ହଁ ମୁଁ ଜାଣିଛି। ପ୍ରୁଫ୍ ଦେଇଦେବି। ଓପନଲି ପ୍ରୁଫ୍ ଦେବି। ହେ ପ୍ରଭୁ, ଓପନଲି ପ୍ରୁଫ୍ ଦେବି। କୋଉ ଦିନ ଦେବେ? ଆସିବେ କୁହନ୍ତୁ ଫେସ୍ ଟୁ ଫେସ୍ କୋଉ ଦିନ ମାନେ ହେବେ ଫେସ୍ ଟୁ ସେଇଦିନ ଫେସ୍ ହିଁ ମୁଁ proof କାଇଁ ଦେବି। ଯିବି? ମୁଁ ଆପଣଙ୍କ ପାଖକୁ ତ ଆଉ ଫୋନ କରିନି, ମୁଁ କାଇଁ ଆପଣଙ୍କ ପାଖକୁ ତାହେଲେ ଯିବି? ମୁଁ ପ୍ରୁଫ୍ କାହାକୁ ଦେବି? ମୁଁ ପ୍ରୁଫ୍ କାହାକୁ ଦେବି? ଶୁଣନ୍ତୁ, ଆପଣଙ୍କୁ ବୟସ ପ୍ରୁଫ୍ କେତେ ଏବେ? କାହାକୁ ଦେବି? ଆପଣ ଆପଣଙ୍କୁ ଯଦି ଆପଣଙ୍କୁ ଓପନଲି ଆପଣଙ୍କୁ ଆପଣଙ୍କୁ ବୟସ କେତେ ବର୍ତ୍ତମାନ ପାଇଁ? 40 ଆଜ୍ଞା 41। 41। ଆପଣ ହଁ ଆପଣ ଆଗକୁ ଯେତେ ଦିନ ଯାଏଁ ଜୀବିତ ରହିବେ, ହଁ ସେ ଯାଇକି ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦଉଛି, ଯଦି ଆପଣ ମୁଁ ଗୋମାତା ସେବା ଉପରେ କି ଗୋମାତାର କାର୍ଯ୍ୟ ଉପରେ ଏଇଭଳିଆ କଳଙ୍କ ଆପଣ କେବେ ଗୋମାତାର କାର୍ଯ୍ୟ ଉପରେ ଦୟାକରି କୁହନ୍ତୁନି। ଆପଣ ରେଟ୍ ଲଗଉଛନ୍ତି ସେଇ ନାଇଁ ଜାଗାରେ। ନାଇଁ ରେଟ୍ ତ ସେଇ ଆଜ୍ଞା ଜାଗାରେ ଲାଗିବେ ଆଜ୍ଞା। ରେଟ୍ ଗାଈ ଲଗେଇଛନ୍ତି। ଦେଖନ୍ତୁ ଗାଈ ଯୋଉ ମୋର ରେକର୍ଡ ଅଛି। ମୋର ରେକର୍ଡ ଅଛି। ଆପଣ ରେଟ୍ ଲଗେଇଛନ୍ତି। ରେଟ୍ ଲଗେଇଛନ୍ତି। ମୁଁ ଖାଲି କଥା ହେଲି, ଆପଣ ରେଟ୍ 20,000 ଟଙ୍କା। ହୁଁ ହୁଁ କଣ ପାଇଁ? ହୁଁ ସେଇଟା ପାଇଁ ମୁଁ ରାଗିଲି। ଆପଣ କଣ ମୁସଲିମ? ମୁସଲିମ ଇସଲାମ ଆପଣ ଆପଣ ବୁଝିପାଇଲେନି କଥାଟା। ବୁଝି ପାଇଲେନି ନୁହେଁ ମତେ ମୁସଲିମ ବହୁତ ବୁଝାଇଲେ। ମୁସଲିମଙ୍କର ଔକାତ ନାହିଁ
ଲକ୍ଷେ 2,20,000 ରେ ଗାଈ କିଣିକି କତଲଖାନା ନବା ପାଇଁ ହେଲା ଅଛି 2 ଲକ୍ଷ ନାହିଁ ଟଙ୍କା ନେଇକି ସେମାନଙ୍କର ନାହିଁ 2 ଲକ୍ଷ ସେମାନଙ୍କର ଟଙ୍କାର ନାହିଁ ଗାଈ ନେଇକି ଆପଣ ଜାଣିନାହାନ୍ତି ଆପଣ ହୁଁ କଣ ଜାଣିଛନ୍ତି ହୁଁ ମୋ କନଷ୍ଟ୍ରକ୍ସନ ଲାଇନରେ କାମ କରୁଛନ୍ତି ମୁଁ ନିଜେ ଦେଖୁଛି ଆପଣ 2 ଲକ୍ଷ କନଷ୍ଟ୍ରକ୍ସନ ଲାଇନ ତାଙ୍କର ରେ ଆପଣ ତାଙ୍କର କନଷ୍ଟ୍ରକ୍ସନ ଶୁଣନ୍ତୁ ଆପଣ ସେତିକି ଔକାତ ଦେଖନ୍ତୁ ଅଛି ଆପଣ ମୁଁ କହୁଛି ଶୁଣନ୍ତୁ ହୁଁ ଆପଣଙ୍କର ସେତିକି ଔକାତ ଅଛି ତାଙ୍କର ହୁଁ 2 ଲକ୍ଷ ଜାଗାର 3 ଲକ୍ଷ ଯାଉ ବରଂ ହୁଁ ସେ ଗାଈ ନେଇକି କତଲଖାନାକୁ ନେଇକି କାଟିକି ଖାଇବେ ବୁଝିପାଇଲେ ଷ୍ଟିଲ୍ ଆପଣ କହୁଛନ୍ତି ମୁଁ ଆପଣଙ୍କ ଠାରୁ ଶୁଣୁଛି ମୁଁ ବୁଝିବିନି ତ ମୁଁ ଆପଣଙ୍କଠୁ ଶୁଣୁଛି ଖାଲି ବୁଝିବେନି କେମିତି ଆପଣ ହୁଁ ପୁରା ସ୍ପଟ ଉପରକୁ ଦେଖୁନାହାନ୍ତି ଯାଉନାହାନ୍ତି ସେଥିପାଇଁ କହିଦେଲେ ହେଲା ସ୍ପଟ ହୁଁ ଉପରେ ମୁଁ ଭିଜିଟ କରୁଛି ମୁଁ ସବୁ ଜିନିଷ ହ୍ୟାଣ୍ଡେଲ କରୁଛି ସୋ ଦ୍ୟାଟ ହୁଁ ମୁଁ ଜାଣିଛି କଣ ଜିନିଷଟା ନାଇଁ ନାଇଁ ଆପଣ ଯୋଉଟା କହୁଛନ୍ତି ସେଇଟା ଭୁଲ ଆକ୍ଷେପ ଲଗାଉଛନ୍ତି ନାଇଁ ନାଇଁ ଭୁଲ ବିଶ୍ଵ କେବେ ବି ଗୋମାତା ନାହିଁ ସୁରକ୍ଷାରେ କେବେ ବି ଗୋମାତାଙ୍କୁ ସୁରକ୍ଷା ଦିଆଯାଏ କେବେ ହେଲେ ଏଇ ଯୋଉ ମାନେ ଗୋମାତା ସୁରକ୍ଷାରେ ଆପଣ କେତେଟା ଗାଈ ରଖିଛନ୍ତି ଗୋମାତା ସୁରକ୍ଷାରେ ବା କହିଲେ ଆପଣଙ୍କୁ 3ଟା ରଖା ହେଇଛି 3ଟା ରଖା ହେଇଛି ହୁଁ କାହିଁକି ଆଉ ଯୋଉ ଷଣ୍ଢ ଯୋଉ ବୁଲୁଛନ୍ତି ତାଙ୍କର ଗୋଡ ଖଣ୍ଡିଆ ହେଇଯାଇଛି ଇଏ ହେଇଯାଇଛି ବଳଦ ବୁଲୁଛନ୍ତି ଗାଈ ବୁଲୁଛନ୍ତି ଗୋଡ ଖଣ୍ଡିଆ ହେଇଯାଇଛି କାହିଁକି ସେ ଗାଈ କାହିଁକି ରହିନାହିଁ ସେ ଗାଈ ରଖିବା ପାଇଁ ଯୋଉ ତାଙ୍କ ପାଇଁ ଯୋଉ ଆସବା ପତ୍ର ଦରକାର ତାଙ୍କ ପାଇଁ ହଁ ଯେତିକି ପ୍ରକୋଷ୍ଠ ଦରକାର ସେଇଟାକୁ ପୁଣି ହଁ ତ ଇଏ କଲେ ଆମେ ରଖିବୁ ନା ଆଉ କୋଉଠୁ କଣ ପଇସା କଣ ସିନା କଲେ କାହିଁକି କାହିଁକି ଆପଣ ତ 6 ବର୍ଷ ହେଲା ଚଲେଇଲେନି ନା ସଂସ୍ଥା 6 ବର୍ଷ ହେଲା ଚଲେଇଲେଣି ତ ସେ ସଂସ୍ଥା ପାଇଁ କାହିଁକି ପ୍ରିକସନ ସଂସ୍ଥା ଆପଣ ନେଇନାହାନ୍ତି ସଂସ୍ଥା 6 ବର୍ଷ ହେଲେ ଚାଲିଲେ କେତେ ଟଙ୍କା ମାଇନସରେ ଅଛି ସେଇଟା ବି ଜାଣିବା ଦରକାର ନା ନାଇଁ 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 ଆଉ ମାଇନସ କେବେ ବି ନୁହେଁ ଆପଣ ଏପଟରୁ ଟ୍ରାନ୍ସପୋର୍ଟ କରୁଛନ୍ତି ସେପଟକୁ ମିଛୁଟାରେ ଆପଣ ଖାଲି କହୁଛନ୍ତି ଆଉ କିଛି ନାହିଁ ମୋର ତ ଆପଣଙ୍କ ସହିତ ମୁଁ ଜାଣିଗଲି ହୁଁ କଣ ଗୋମାତା ସୁରକ୍ଷା ଆପଣଙ୍କର ଫୁଲ ଗୋମାତା ଆଡ୍ରେସ ଟା ଆପଣଙ୍କ ସୁରକ୍ଷାଟା ଫୁଲ କଣ ଆଡ୍ରେସ ଟା କୁହନ୍ତୁ ଆପଣଙ୍କର ଆପଣଙ୍କ ଗୋମାତା ଫୁଲ ଆଡ୍ରେସ ଟା ସୁରକ୍ଷାଟା କୁହନ୍ତୁ କଣ କଣ ମୁଁ ଜାଣିଗଲି ମୋର ରେକର୍ଡିଂ ହେଇଗଲା ୟା ପରେ ଦେଖନ୍ତୁ ଆପଣଙ୍କର କଣ ହଉଛି ମାନେ ରେକର୍ଡିଂ ହେଲା କଲେ କିଏ କାହାକୁ ରଖନ୍ତୁ ଡରିଛି କି ତ ଏହା କହି କଲଟି କଟି ଯାଇଥିଲା ବଡ଼ ଦୁଃଖର ବିଷୟ ଭାଇ ଜଣକ କଣ କହିଲେ ସେ ନିଜେ ବୁଝିପାରୁଛନ୍ତି କି ନାଇଁ ମୁଁ କହିପାରୁନି ସେ ଯେଉଁ ଅଭିଯୋଗ କଲେ ବିଶ୍ୱ ଗୋମାତା ସୁରକ୍ଷା କତଲଖାନାକୁ ଗାଈ ପଠଉଛି ଏହା ଭାବିବା ମଧ୍ୟ ପାପ ତ ଦେଖନ୍ତୁ ଆମେ ଯେତିକି ଦିନ ହେଲା କାମ କରନ୍ତୁ ତାଙ୍କ ପାଖରେ ଯାହା ବି ପ୍ରମାଣ ଥାଉ ଆମେ କାହାକୁ ଡରିବାର ନାହିଁ ମୋ ନାଁ ସଞ୍ଜୀବ ଦାସ ପିପିଲି ଦାଣ୍ଡ ମୁକୁନ୍ଦପୁର ଆମ ଘର ଆପଣ କେଉଁ ମତେ ଆସନ୍ତୁ ଯେତେବେଳେ ଆସନ୍ତୁ ଏମିତିକି ପିପିଲି ହାଟ ଛକ ଉପରେ ଗୋଟେ ଅଟୋରେ ଦିନେ ଗୋମାତା ଯାଉଥିଲା ମୁଁ ଏକୁଟିଆ ଥିଲି ରଖିପାଇଲିନି ସେଥିପାଇଁ ମୁଁ ମୋ ନିଜକୁ ଦୋଷିତ ଅନୁଭବ କରୁଛି ଏବଂ ଗୋଟେ ଗୋମାତାର ଜୀବନ ଯେହେତୁ ବଞ୍ଚେଇ ପାରିଲିନି ମୋ ଜୀବନ ଧିକ୍ ମୁଁ ଗୋମାତାକୁ ବଞ୍ଚେଇ ପାରିଲିନି ତେଣୁକରି ବିଚାର ଆପଣ କରିବେ ବିଚାର ଭାଇ ଆପଣ କରିବେ ଲୋକ ମଦ ପିଇ କଲ୍ କରୁଛନ୍ତି କ'ଣ ପିଇ କଲ୍ କରୁଛନ୍ତି କେଉଁ ଭଳିଆ କଥାବାର୍ତ୍ତା କରନ୍ତି ଆପଣ ବିଚାର କରନ୍ତୁ କାହିଁକିନା ଜନତା ଜନାର୍ଦ୍ଦନ ହେଲେ ସମସ୍ତେ ହେଉଛନ୍ତି ବିଚାରକ ମଣ୍ଡଳୀ ଆପଣ ବିଚାର କରିବେ ଠିକ୍ କିଏ ଭୁଲ କିଏ କାରଣ ଯଦି ଆପଣଙ୍କର ଭୋଟ ଦେବାର ଅଧିକାର ଅଛି ଆପଣଙ୍କର ବି ନ୍ୟାୟ ଦେବାର ମଧ୍ୟ ଅଧିକାର ଅଛି ତ ଆପଣ ଶୁଣିଲେ କମେଣ୍ଟ ମାଧ୍ୟମରେ ଆପଣ ଜଣାନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ସେୟାର କରନ୍ତୁ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ମତାମତ ଜଣାନ୍ତୁ ରହୁଛି ନମସ୍କାର ଜୟ ଜଗନ୍ନାଥ ଜୟ ଗୋମାତା।